ଦେଖନ୍ତୁ ଆଜିକା ଡେଟ୍‌ରେ ଯଦି ଆପଣମାନେ ସରକାରଙ୍କ ପାଖରୁ ଆର୍ଥିକ ସହାୟତା ପାଇବା ପାଇଁ ଚାହୁଁଛନ୍ତି, ସରକାରଙ୍କ ଦ୍ୱାରା ଯେଉଁ ଯୋଜନାଗୁଡ଼ିକ ପରିଚାଳିତ ହେଉଛି, ବିଶେଷ କରି ଚାଷ ସମ୍ବନ୍ଧୀୟ କ୍ଷେତ୍ରରେ ଯେଉଁ ଯୋଜନାଗୁଡ଼ିକ ପରିଚାଳିତ ହେଉଛି, ଆପଣମାନଙ୍କର ପିଏମ୍ କିଷାନ, ସିଏମ୍ କିଷାନ ଏସବୁ ଯୋଜନାମାନଙ୍କରେ ଆପଣମାନେ ଆର୍ଥିକ ସହାୟତା ପାଇବା ପାଇଁ ଚାହୁଁଛନ୍ତି, ଆଜିକା ଡେଟ୍‌ରେ ଆପଣଙ୍କ ନାମରେ ଜମିପଟା ନିହାତି ରହିବା ଦରକାର। ଯଦି ଆପଣଙ୍କର ଜମିପଟା ପୂର୍ବପୁରୁଷଙ୍କ ନାମରେ ରହିଛି କିମ୍ବା ଆପଣଙ୍କ ବାପାଙ୍କ ନାମରେ ରହିଛି, ଆପଣ ଜମିପଟାଟିକୁ ନିଜ ନାମରେ କେମିତି କରିବେ? ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇବି ଜମି ମାଲିକ ବଞ୍ଚିଥିଲେ କେମିତି ନିଜ ନାମରେ ଆପଣମାନଙ୍କର ଜମିପଟାଟି କରିବେ। 2 ନମ୍ବରରେ ଜମି ମାଲିକ ବଞ୍ଚି ନଥିଲେ କେମିତି ନିଜ ନାମରେ ଜମିପଟାଟି କରିବେ। 3 ନମ୍ବରରେ ଅଧିକ ଭାଇ ଭଉଣୀ ଥିଲେ କେମିତି ନିଜ ନାମରେ ଜମିପଟା କରିବେ। 4 ନମ୍ବରରେ ଭାଇ ଭଉଣୀ ରାଜି ହେଉନଥିଲେ ଆପଣଙ୍କ ନାମରେ ଜମିପଟା କେମିତି କରିବେ। 5 ନମ୍ବରରେ ନିଜ ନାମରେ ଜମିପଟା କରିବା ପାଇଁ କ'ଣ ସବୁ ଡକୁମେଣ୍ଟସ୍ ଲାଗିବ। 6 ନମ୍ବରରେ କ'ଣ ପ୍ରୋସେସ୍ ରହିଛି ନିଜ ନାମରେ ଜମିପଟା କରିବା ପାଇଁ। 7 ନମ୍ବରରେ କେତେ ଟଙ୍କା ଖର୍ଚ୍ଚ ହେବ ଜମିପଟା ନିଜ ନାମରେ କରିବା ପାଇଁ। 8 ନମ୍ବରରେ କେତେ ଦିନ ଭିତରେ ଆପଣମାନଙ୍କ ନାମରେ ଜମିପଟା ହେଇପାରିବ। ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ମୁଁ ଗୋଟି ଗୋଟି କରି ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ସୂଚନା ଗୁଡ଼ିକ ଆସିବ ଆପଣ ଆଗ ଜାଣିବାକୁ ପାଇବେ ଏହି ଚ୍ୟାନେଲ ମାଧ୍ୟମରୁ। ପ୍ରଥମ କାମଟି ଆପଣମାନଙ୍କର ଜମିର ମାଲିକ ଯାଞ୍ଚ କରନ୍ତୁ। ପ୍ରଥମେ ଜମି କାହା ନାଁରେ ଅଛି ଆପଣମାନେ ଚେକ୍ କରନ୍ତୁ। କାହା ନାଁରେ ଜମି ଅଛି ଆପଣମାନେ କେମିତି ଚେକ୍ କରିବେ? ଆପଣମାନଙ୍କର ଗୁଗଲ କ୍ରୋମ୍କୁ ଯିବେ, ସର୍ଚ୍ଚ ବାର୍ରେ ଆପଣ ଲେଖିଦେବେ bhulekha.ori.nic.in। ଏହି ୱେବସାଇଟ୍ରେ ଆପଣମାନେ ଭିଜିଟ୍ କରି ଖତିଆନ ବା ମାଲିକାନା ଯାଞ୍ଚ କରିପାରିବେ। ଏଇଟା ଆପଣମାନଙ୍କୁ ପ୍ରଥମେ କରିବା ପାଇଁ ପଡ଼ିବ, ଯାହାଫଳରେ ଆପଣମାନଙ୍କୁ ସୁବିଧା ହେବ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ। 2 ନମ୍ବରରେ ଯଦି ଜମି ମାଲିକ ବଞ୍ଚିଥାନ୍ତି ତାହେଲେ ଆପଣମାନେ କ'ଣ କରିବେ? ଆପଣମାନଙ୍କୁ ସିଧା ସବ୍ ରେଜିଷ୍ଟ୍ରାର ଅଫିସକୁ ଯିବା ପାଇଁ ପଡ଼ିବ। ସେଠି ଆପଣମାନେ ଜମିର ରେଜିଷ୍ଟ୍ରି କରିବା ଦରକାର। ତାପରେ ସେଠାରେ ଡକୁମେଣ୍ଟ ଦେଇ ଜମିକୁ ଆପଣଙ୍କ ନାମରେ ରେଜିଷ୍ଟର କରିବାକୁ ହେବ। ରେଜିଷ୍ଟ୍ରି ହେବା ପରେ ଆପଣଙ୍କ ନାଁରେ ଜମି ରେକର୍ଡ ହେବା ପାଇଁ ମ୍ୟୁଟେସନ୍ ଆପ୍ଲିକେସନ୍ ଦେବାକୁ ପଡ଼ିବ। ଏସବୁ କାମ ଆପଣମାନଙ୍କୁ କରିବା ପାଇଁ ପଡ଼ିବ। ଦେଖନ୍ତୁ ଏହି ଅନୁରୋଧ ପାଇଁ ଆପଣମାନେ ତହସିଲ ଅଫିସ ବା ଅନଲାଇନ୍ ମାଧ୍ୟମରେ ଆପଣ କରିପାରିବେ। ଅନଲାଇନ୍ ମାଧ୍ୟମରେ ଆପଣମାନେ e-district.odisha.gov.in ମାଧ୍ୟମରେ ଆପଣମାନେ କରିପାରିବେ। ତାପରେ କ'ଣ ହେବ ନା, ତହସିଲଦାର ଅଫିସର କିମ୍ବା ଅଧିକାରୀ ଆପଣମାନଙ୍କର ଜମିଟିକୁ ଯାଞ୍ଚ କରିବେ। ତ ଯାଞ୍ଚ ହେଲା ପରେ ଦେଖିବେ ଆପଣମାନଙ୍କର ଯଦି ସବୁ କିଛି ଠିକ୍ ଥାଏ ତେବେ ନୂଆ ROR ଅର୍ଥାତ୍ ରେକର୍ଡ ଅଫ୍ ରାଇଟ୍ସ ଆପଣମାନଙ୍କୁ ମିଳିବ। ତାପରେ ଆପଣଙ୍କ ନାଁରେ ନୂଆ ଜମିପଟା ଅର୍ଥାତ୍ ROR କପି ମିଳିବ। ଏହାକୁ ଆପଣମାନେ ଭୂଲେଖା ଓଡ଼ିଶା ସାଇଟ୍ରେ ଅନଲାଇନ୍ ମାଧ୍ୟମରେ ଦେଖିପାରିବେ। ଆପଣମାନଙ୍କର ଜମିର ସମ୍ପୂର୍ଣ୍ଣ ଷ୍ଟାଟସ୍ ସେଇ ୱେବସାଇଟ୍ରେ ଆପଣମାନେ ଦେଖିବାକୁ ପାଇବେ। ଏହି ପ୍ରକ୍ରିୟା ଆପଣ କଲା ପରେ ଆପଣ ଭୂଲେଖା ୱେବସାଇଟ୍କୁ ଆସି ଆପଣମାନେ ଚେକ୍ କରିବେ ପ୍ରୋସେସିଂର ଷ୍ଟାଟସ୍ କେମିତି କ'ଣ ରହିଛି। ଏସବୁ ପାଇଁ ଆବଶ୍ୟକତା ଡକୁମେଣ୍ଟସ୍ ଗୁଡ଼ିକ ଆପଣମାନଙ୍କର ରହିଛି। ତ ପ୍ରଥମେ ତ ଦେଖନ୍ତୁ, ଯିଏ ଆବେଦନ କରିବ ଆବେଦନକାରୀଙ୍କ ଆଧାର କାର୍ଡ଼ ନିହାତି ଦରକାର, ତାଙ୍କର ପାନ୍ କାର୍ଡ଼ ମଧ୍ୟ ଆବଶ୍ୟକତା ରହିଛି। ତାପରେ ବିକ୍ରୟ ପତ୍ର, ଜମି ଯେତେବେଳେ ବିକ୍ରୟ ହୋଇଛି ସେଇ ବିକ୍ରୟର ପତ୍ର ଆପଣମାନଙ୍କର ଆବଶ୍ୟକତା ରହିଛି। ଉପହାରର ପତ୍ର, ଇଚ୍ଛାପତ୍ରର ନକଲ ଏସବୁ ଆପଣମାନଙ୍କର ଆବଶ୍ୟକତା ରହିଛି। ତାପରେ ପୂର୍ବ ମାଲିକଙ୍କ ଖତିଆନ କପି ମଧ୍ୟ ଆବଶ୍ୟକତା ରହିଛି, ଅର୍ଥାତ୍ ROR କପି ଆପଣମାନଙ୍କର ଆବଶ୍ୟକତା ରହିବ। ତାପରେ ଆପଣମାନଙ୍କର ଜମି କର, ଭଡ଼ା ରସିଦ ଏସବୁ ଆବଶ୍ୟକତା ରହିଛି। ପାସପୋର୍ଟ ଆକାରର ଫଟୋ ଆପଣମାନଙ୍କର ଲାଗିବ। ତାପରେ ଆପଣମାନଙ୍କର ଲିଗାଲ ହେୟାର ସାର୍ଟିଫିକେଟ୍ ଆବଶ୍ୟକତା ରହିଛି। ଯଦି ବାପା ଆଉ କାହାମାନଙ୍କ ଠାରୁ ମିଳିଛି ଆପଣମାନଙ୍କର ଆବଶ୍ୟକତା ରହିବ।
ତାପରେ ଆପଣମାନଙ୍କର ମ୍ୟୁଟେସନ୍ ଆବେଦନ ଫର୍ମ ଯେଉଁଟା ଆପଣମାନଙ୍କର ତହସିଲ ଅଫିସରେ ମିଳୁଛି। ପ୍ରଥମ ପଦକ୍ଷେପରେ ଉତ୍ତରାଧିକାରୀ ସନନ୍ଦ ଅର୍ଥାତ୍ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ତହସିଲଦାର କାର୍ଯ୍ୟାଳୟରୁ ସମସ୍ତ ଉତ୍ତରାଧିକାରୀ ନାଁ ସହିତ ଲିଗାଲ ହେୟାର ସାର୍ଟିଫିକେଟ୍ ନେବା ଦରକାର ରହିଛି। ଯେମିତିକା ସେଥିରେ ସମସ୍ତ ପୁଅ ଝିଅ ପତ୍ନୀଙ୍କ ନାଁ ଥାଏ। ଦ୍ୱିତୀୟ ପଦକ୍ଷେପରେ ଆପଣମାନଙ୍କର ମ୍ୟୁଟେସନ୍ ଆପ୍ଲିକେସନ୍ ଯେମିତିକା ସମସ୍ତ ଉତ୍ତରାଧିକାରୀଙ୍କ ନାଁରେ ଜଏଣ୍ଟ ମ୍ୟୁଟେସନ୍ ଆପ୍ଲିକେସନ୍ ଲାଗିବ। ଏହା ତହସିଲଦାର ଅଫିସ କିମ୍ବା ଇ ଡିଷ୍ଟ୍ରିକ୍ଟ ଓଡ଼ିଶା ମାଧ୍ୟମରେ ହୋଇପାରିବ। 3 ନମ୍ବର ପଦକ୍ଷେପରେ ସମସ୍ତଙ୍କ ସହମତି ଆବଶ୍ୟକତା ରହିଛି। ଏଠାରେ ଦୁଇଟି ଅବସ୍ଥା ହୋଇପାରେ। ଯେମିତିକା ପ୍ରଥମ ଅବସ୍ଥା ଆପଣମାନଙ୍କର ରହିଛି ସମସ୍ତ ଭାଇ ଭଉଣୀ ସହମତି ହୋଇଥାନ୍ତି। ସେମାନେ ଏକ नो ऑब्जेक्शन सर्टिफिकेट अर्थात एनओसी ଦେଇପାରନ୍ତି ଯେପରିକି ବଡ଼ ପୁଅ ନାଁରେ ହେଉ ତହସିଲଦାର ଏହି ପ୍ରକ୍ରିୟା ଅବଲମ୍ବନ କରିଦେଇପାରନ୍ତି। ଦ୍ୱିତୀୟ ଅବସ୍ଥାରେ ସମସ୍ତ ଭାଇ ଭଉଣୀ ସହମତି ନୁହନ୍ତି, ତେବେ ତହସିଲଦାର ଜଏଣ୍ଟ ରେକର୍ଡ ଅର୍ଥାତ୍ ସମସ୍ତ ନାଁରେ ROR ଇସ୍ୟୁ କରନ୍ତି, ଅର୍ଥାତ୍ ସମସ୍ତ ଉତ୍ତରାଧିକାରୀ ମିଳିତ ଭାବରେ ସେହି ଜମିର ମାଲିକ ହେବେ। 4 ନମ୍ବର ପଦକ୍ଷେପ ହେଲା ଜମି ବାଣ୍ଟିବା। ପାର୍ଟିସନ୍ ଯଦି ଅଲଗା ଚାହୁଁଛନ୍ତି ତାହେଲେ ଆପଣମାନେ ଏହି ପଦକ୍ଷେପକୁ ଅନୁସରଣ କରିପାରିବେ। ଦେଖନ୍ତୁ, ଯଦି ପରିବାରର ପ୍ରତ୍ୟେକ ସଦସ୍ୟ ତାଙ୍କର ନିଜର ଅଂଶ ପାଇବା ପାଇଁ ଚାହୁଁଛନ୍ତି ତେବେ ପାର୍ଟିସନ୍ କେସ୍ ଦେଇପାରିବେ। ସେମାନେ କେସ୍ ଦେଲା ପରେ ତହସିଲଦାର ଯାଞ୍ଚ କରି ଜମିକୁ ଅଂଶ ଅନୁସାରେ ଭାଗ କରିଦେବେ। ତାପରେ ପ୍ରତ୍ୟେକ ନାଁରେ ଅଲଗା ROR ଅର୍ଥାତ୍ ପଟ୍ଟା ମିଳିଯିବ। ଦେଖନ୍ତୁ, ଯେତେ ଜଣ ପରିବାରର ସଦସ୍ୟ ରହିଛନ୍ତି ସମସ୍ତେ ଚାହୁଁଛନ୍ତି ସେମାନଙ୍କର ଅଂଶ ମିଳୁ ବୋଲି, ତ ସେମାନେ ଏହି ପଦ୍ଧତି ମାଧ୍ୟମରେ ସେମାନଙ୍କର ନିଜସ୍ୱ ପଟ୍ଟା ମଧ୍ୟ ଅଲଗା ଅଲଗା ପାଇପାରିବେ, ଯାହା ତହସିଲଦାର ଏହାକୁ ଇସ୍ୟୁ କରିବେ। ବର୍ତ୍ତମାନ ଆସନ୍ତୁ ଜାଣିବା ଲାଗୁଥିବା ଡକୁମେଣ୍ଟସ୍ ଗୁଡ଼ିକ କ'ଣ ସବୁ ରହିଛି। ପ୍ରଥମତଃ ମୃତ୍ୟୁ ପ୍ରମାଣପତ୍ର। ମୃତ୍ୟୁ ପ୍ରମାଣପତ୍ର କହିବାକୁ ଗଲେ ଯେଉଁ ଜମି ମାଲିକଙ୍କର ମୃତ୍ୟୁ ହୋଇଛି ତାଙ୍କର ପ୍ରମାଣପତ୍ର ଦରକାର। ତାପରେ ଆପଣମାନଙ୍କର ଲିଗାଲ ହେୟାର ସାର୍ଟିଫିକେଟ୍ ଆବଶ୍ୟକତା ରହିଛି। ତାପରେ ପୂର୍ବ ମାଲିକଙ୍କ ROR ଅର୍ଥାତ୍ ଖତିଆନ ଆବଶ୍ୟକତା ରହିଛି। ତାପରେ ଲ୍ୟାଣ୍ଡ ଟ୍ୟାକ୍ସ, ରେଣ୍ଟ ରିସିପ୍ଟ ଏସବୁ ଆବଶ୍ୟକତା ରହିଛି। ସମସ୍ତ ଉତ୍ତରାଧିକାରୀ ଆଧାର କାର୍ଡ଼ ମଧ୍ୟ ଆବଶ୍ୟକତା ରହିଛି। ଏହା ସହିତ ଭୋଟର ଆଇ କାର୍ଡ଼ର ମଧ୍ୟ ଆବଶ୍ୟକତା ରହିଛି। ତାପରେ ସମସ୍ତଙ୍କର ନିଜସ୍ୱ ଫଟୋ ମଧ୍ୟ ଆବଶ୍ୟକତା ରହିଛି। ତାପରେ ଆପଣମାନଙ୍କର नो ऑब्जेक्शन सर्टिफिकेट ଆବଶ୍ୟକତା ରହିଛି। କହିବାକୁ ଗଲେ ଯଦି କେବଳ ଜଣଙ୍କ ନାଁରେ କରାଯାଉଛି। ତାପରେ ଆପଣମାନଙ୍କର ମ୍ୟୁଟେସନ୍ ଆପ୍ଲିକେସନ୍ ଫର୍ମ ଆବଶ୍ୟକତା ରହିଛି। ବର୍ତ୍ତମାନ ଆସନ୍ତୁ ଜାଣିବା ଏସବୁ ପ୍ରକ୍ରିୟା ପାଇଁ ସମୟ ସୀମା କେତେ ରହିଛି। ଦେଖନ୍ତୁ, ସାଧାରଣତଃ 30ରୁ 60 ଦିନ ମଧ୍ୟରେ କାମ ସମ୍ପୂର୍ଣ୍ଣ ହୁଏ। ଏକଥା ବି ଆପଣମାନେ ଜାଣି ରଖନ୍ତୁ, ଯଦି ଆପତ୍ତି ଆସେ, କହିବାକୁ ଗଲେ କେହି ଆପଣମାନଙ୍କର ନାମ ନେଇ ଅଭିଯୋଗ କରେ, ତେବେ 3 ମାସ କିମ୍ବା ତାଠାରୁ ଅଧିକ ସମୟ ଲାଗିପାରେ। ଏକଥା ଆପଣମାନେ ଜାଣି ରଖନ୍ତୁ। ଏଥିରେ ଆପଣମାନଙ୍କର ଖର୍ଚ୍ଚ ପ୍ରାୟ ମ୍ୟୁଟେସନ୍ ଫି ବାବଦକୁ 30ରୁ 50 ଟଙ୍କା ଲାଗିପାରେ। ସର୍ଭିସ୍ ଚାର୍ଜେସ୍ ଆପଣମାନଙ୍କର 100ରୁ 200 ଟଙ୍କା ଲାଗିପାରେ। ତାପରେ ଆପଣମାନଙ୍କର ଷ୍ଟାମ୍ପ ପେପର, ଏଫିଡେଭିଟ୍, NOC ଏସବୁ ପାଇଁ ଆପଣମାନଙ୍କର 100 ଟଙ୍କାରୁ 200 ଟଙ୍କା ଲାଗିପାରେ। ମୋଟ ଆପଣମାନଙ୍କର ଆନୁମାନିକ ଖର୍ଚ୍ଚ 250 ଟଙ୍କାରୁ 450 ଟଙ୍କା ଭିତରେ ଲାଗିପାରେ।